ସାଙ୍ଗମାନେ ଏ ଗୋଟେ ଅଦ୍ଭୁତ ପ୍ରକାର ମାନେ ରହସ୍ୟମୟ ବିଲେଇ। ୟା ଉପରେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ 100 ଶତ୍ରୁଙ୍କ ଭିତରେ ଏକା ଇଏ ତିଷ୍ଠିକି ଏଠି ବଞ୍ଚିଛି। ୟାକୁ 100 ସଲାମ। ସାଙ୍ଗମାନେ ଯେଉଁ କହନ୍ତିନି ରକ୍ଷେ ହରିତ ମାରେ କିଏ, ଭଗବାନ ତାର କପାଳରେ ଏମିତି ଆଇସଗାର ଟାଣିଛନ୍ତି ଯେମିତିକି ଆଉ ତା ଭିତରେ ଏତେ ବୁଦ୍ଧି ଜ୍ଞାନ ଦେଇଛନ୍ତି ୟା ଭିତରେ, ଯେଉଁଥିପାଇଁକି ସେ ୟାକୁ ତ ଡେଲି 3-4 କୁକୁର ତାକୁ ମାନେ ଗୋଡ଼େଇକି ଯାଉଛନ୍ତି ସେ ଜଙ୍ଗଲ ଭିତରକୁ, କିନ୍ତୁ ଇଏ ପିଚ୍ କିନା ଚଢ଼ି ଯାଉଛି ଗଛ ଉପରକୁ। କୁକୁର ଯେମିତି ପଳାଉଛନ୍ତି ଟିକେ ଏମିତି ଚାରିଆଡ଼େ ଅନେଇ ଦେଉଛି, ପୁଣି ଓହ୍ଲେଇକି ପଳେଇ ଆସୁଛି, କାହା ଘରେ ପଶି ଯାଉଛି। ମାନେ ଏରିଆ ଡନ୍ ଇଏ ଯେଠି ଯେତେ ଅଛନ୍ତି ଆମ ସାହିରେ ସମସ୍ତଙ୍କ ଘରକୁ ଯିବ। କାହା ଘରେ କ'ଣ ମାଛ ଶୁଖୁଆ କଣ୍ଟା କଣ୍ଟି ଯାହା ଘରେ ଯାହା ଅଛି କ୍ଷୀର ଧୋଇ ମନ ଇଚ୍ଛା ଖାଇବ ଆସିବ। ଆଉ ଗୋଟେ କଥା କହିବି ସାଙ୍ଗମାନେ, ଏ ଏରିଆରେ ଜମା ବିଲେଇ ନାହାନ୍ତି। ଏଇ ଗୋଟେ ମାତ୍ର ବିଲେଇ ଏଠି ବୁଲୁଛି। ତାକୁ ବହୁତ ଦିନ ଗୋଟେ ଧରି ଦେଇଛନ୍ତି, ତା ଗଳାଟା କଣା ହେଇଯାଇଛି। ଧରି ଦେଇଛନ୍ତି କିନ୍ତୁ ଖସି ଯାଇଛି, ତାର ଆୟୁଷ ଅଛି। ଆଉ ଏମିତି ହେଉଛି କଥା। ଆଉ ଇଏ ଗୋଟେ ବିଲେଇ ଯେତେବେଳେ ଆସିବ ଆମ ଘରକୁ ସନ୍ଧ୍ୟାବେଳେ, ମୁଁ ତାକୁ 8-9ଟା ରାତି ଯାଏଁ ରଖିବି। 9-10ଟା ହେଇଯିବ ମାନେ ତାକୁ ବାହାର କରିଦେବି। କାରଣ ଇଏ ମୋତେ ପାଟି କରି କହେ ରାତିରେ ଜନ୍ତୁଟାକୁ କାଢ଼ୁଛୁ ଘରୁ। ମୁଁ ନାହିଁ କାଢ଼ିବିନି, ତାକୁ ରଖିକି ଏଠି ପାଲା କରିବି। ବାପଲୋ, ମାନେ ସିଏ 1, 2, 3 ସବୁ କରିବ ରାତି ରହିଲେ। ମୁଁ ଧୋଇବି, ମୋର କ'ଣ ଦରକାର ଏତେ ପାଲା ପ୍ରବଚନ କରିବା। ମୁଁ ସେଥିପାଇଁ ତାକୁ ଛାଡ଼ିଦିଏ। ମୁଁ ଯାହାରେ ଖାଇବା ଯେତିକି ଖାଇବୁ ଯଦି ଖାଇବୁ, ନହେଲେ ନାହିଁ ଚାଲ। ତାକୁ ଛାଡ଼ିଦିଏ। ସେ ମେନ୍ କରି ଏଇ ପା ପଛରେ ବେଶୀ ତାର କାମ। ପା ପଛରେ 1, 2, 3 ତାର ସବୁ କରିବ। ମୁଁ ସେଥିପାଇଁ ତାକୁ ଛାଡ଼ିଦିଏ ରାତିରେ। ଆଉ ଛାଡ଼ିବି ମାନେ ସେ ଦୁଆର ବନ୍ଧରେ ସେମିତି ସେ ରହିବ, ଅନେଇବ ଚାରିଆଡ଼େ କୁଆଡ଼େ ବାରହା କୁକୁର ଫୁକୁର ଆସୁଛନ୍ତି କି ନ ଆସୁଛନ୍ତି ଦେଖିକି ତାପରେ ଯିବ, ତାପରେ ଆସିବ। ନହେଲେ ଭାରି ଚାଲାକ ଲୋ ମା। ଆଉ ଗୋଟେ ଥର କ'ଣ ହେଇଛି ଘଟଣା, ଇଏ ଆସିଛି କେତେବେଳେ ଆମ ଘରେ ଆସିକି କେଉଁଠି ଆସିକି ଶୋଇପଡ଼ିଛି ଆମେ ଜାଣିନୁ। ଆମେ 9-10ଟାରେ ଘର ତାଲା ମାରିକି ଗଲୁ ଆମ ଗାଁ ଆଡ଼େ। ଆମ ଗାଁ ଆଡ଼ୁ ଆଇଲା ବେଳକୁ ରାତି ହେଇଗଲା 12ଟା ରାତି ହେଇଗଲା। 11:30 12ଟା ହେଇଗଲା। ଆସିଲା ବେଳକୁ ମହାରାଣୀ ଘରେ ହଗି ମୋତି ପୁରା ଘର ଛିନଛତ୍ର। ପୁରା ସେଦିନଠୁ ପୁରା ଆଉ ତାକୁ ଜମା ରଖିବାର ନାହିଁ, ରାତିରେ ଚାନ୍ସ ନାହିଁ, ଜମା ଏଡ଼ା ଆସିନା। ଆଉ ଇଏ ବୋବଉନି ଏବେ। ଆଉ ଗୋଟେ କଥା, ବିଶେଷ କଥା ହେଲା, ସେ ପାଟି କରୁଥିଲା ଆଗ ଭାରି ଜୋରରେ ରାବିବ, ହବ। ମୁଁ ଚିଡ଼ିବି ଯେତେବେଳେ ଗୋଟେ ଥର ଗୋଡ଼େଇକି ଏମିତି ମାଡ଼ ଦେଲି, ତାପରେ ଆଉ ସେବେଠୁ ଆଉ ପାଟି ଖୋଲୁନି। ମୋ ସ୍ୱାମୀ କହିବେ ଆଲୋ ସିଏ ସେମିତି କ'ଣ ହେଉଛି, ଆଲୋ ଇଏ ଏମିତି କ'ଣ ହେଉଛି ଯେ ମଣିଷ ମାନେ ମଣିଷଠୁ ଅଧିକା ମାନେ ଏଇଭଳିଆ ୟାର ଆକ୍ଟିଭିଟିଜ୍ ଏତେ ମାନେ ଇଏ। ହଉ ଗୋଟେ ଯିବ ତ ନାଇଁ ସେ ଗୋଟେ। ଆଉ କୁକୁର ବିଲେଇକି ଏତେ ଗରମ, କୁକୁରମାନେ ଆସିବେ ସେ ଗଛ ମୂଳେ ବାଲିରେ ସବୁ ଗଡ଼ିବେ। ଇଏ ମହାରାଣୀ ଆସିବ ଖଟ ତଳେ ସେ କୁଲର ପାଖେ, ମାନେ ଏମିତି ପଢ଼ିବ ଟାଙ୍କ ଟେକି। ମାନେ ଯେତେବେଳେ ଅତିରିକ୍ତ ଖରା ହେଉଥିଲା, ଝାଞ୍ଜି ହେଉଥିଲା, ଆଜି ଟିକେ ଖରା କମ୍ ଅଛି କିନ୍ତୁ ଗୁଳୁଗୁଳିଟା ହେଉଛି, କିନ୍ତୁ ଇଏ ପଡ଼ିବ ଏମିତି ଟାଙ୍କ ଟେକି। ସେ ଭିଡ଼ିଓ ଫଟୋ ଗୁରା ମୁଁ କେତେବେଳେ ଉଠେଇବି, ମାନେ ଏମିତି ସେ ଶୁଏ। ବଢ଼ିଆ ମଜା ଲାଗେ ତାକୁ ଦେଖିଲେ, ଗୋଟେ ଖୁସି ଲାଗେ। ଆଉ ଆମ ଘରକୁ ସେ ପ୍ରାୟତଃ ଆସେ ହେରି, ମାନେ ମୁଁ ଏକା ଥାଏ ବୋଲି ତ ଏଠି ତାକୁ ଆସେ ଟିକେ। ମାନେ ଏମିତି ଚାଲାକ, ଭାବୁଛି ୟାଙ୍କ ଘରେ କେହି ନାହାନ୍ତି ଗହଳଚହଳ, ନିଦ ପୁରା ଗାଢ଼ା ନିଦ ହେବ, ଶୋଇବି ଯିବି, ମାନେ ସେଇଭଳିଆ ସେ ଆସେ ଶୋଇବ ଟିକେ ତାପରେ ପଳେଇବ। ସମସ୍ତଙ୍କ ଘରେ କିନ୍ତୁ ଖାଇବ, ଯିବ ବୁଲିବ ମନ ଇଚ୍ଛା ଶିକାର କରିବ, ମୂଷା ମାରିବ। ତାଙ୍କ ଘରୁ ସେପଟେ ଆମ ଘର ସାମ୍ନାରେ ଗୋଟେ ମାଉସୀର, ତାଙ୍କ ଘରୁ ମୂଷା ପ୍ରବଳ ମାରିବ। ମାନେ ଏଇ ପ୍ରକାର। ୟାର ଯେଉଁ ସାଙ୍ଗ ଜଣକ ଆସିଥିଲା, ୟାର ଯେଉଁ ଭଉଣୀ, ସେଇଟା ପୁରା ପିଓର ହ୍ୱାଇଟ୍, ସେଇଟା ହେଉଛି ବିଦେଶୀ ବିଲେଇ ଭଳିଆ ହେଇଥିଲା। କିନ୍ତୁ ଇଏ ଛଇଲା ସିନା, କିନ୍ତୁ ୟାର ଫେସ୍ କଟିଂଟା ଭଲ ଲାଗେ ଦେଖିବାକୁ। ସେ ପୁରା ହ୍ୱାଇଟ୍ କିନ୍ତୁ ତା ଫେସ୍ କଟିଂଟା ଏତେ ଭଲ ଲାଗେନି, ସରୁର। କିନ୍ତୁ ସେ ବହୁତ ଲକ୍ଷ୍ମୀମନ୍ତ, ମାନେ ତାର ବହୁତ ଭଲ, ତାର ଶରୀରରେ ଲକ୍ଷଣ ସବୁ ଭଲ ଭଲ ଥିଲା, କିନ୍ତୁ ବହୁତ ନର୍ମାଲ। ଇଏ କିନ୍ତୁ ଆରମ୍ଭରୁ ଛୁଆବେଳୁ ମାନେ ଖେଳ ଖେଳି କରିବ, ଟିକେ ଶିକାରରେ ମାନେ ଚାଇଁ ଚଡ଼ ବଡ଼ ହେଉଥିଲା। କିନ୍ତୁ ସେଇଟା ଖାଲି ତାକୁ ଯେତେବେଳେ 2 ଜଣଙ୍କୁ ଦେଖିଲି ମୁଁ ଫାର୍ଷ୍ଟ ଟାଇମ୍ ଦୁଇଟା ବୋଲି, ତ ମୋତେ ଜନ୍ତୁମାନଙ୍କୁ ଟିକେ ଇଏ ଲାଗେ। ମୁଁ କ୍ଷୀର ଅମୁଲ ଗୋଟେ ଗିନାରେ ଗୋଳିକି ଦେଇଥିଲି, 2 ଜଣ ଯାକ ପିଇଦେଲେ। ସେ ବିଲେଇ ପିଇଦେଲା, ତାର ସେ ଶୋଇଲା, ଅଳ୍ପ ଖାଇବ ସେ। ଇଏ କିନ୍ତୁ ୟାକୁ ଗାଁ ଦେଇଦିଅ, ଇଏ ଗିଳିଦେବ, ପିଚୁ ଗିଳିଯିବ ପୁରା, ମାନେ ଏତେ ଲୋଭି। ଆଉ ବହୁତ ହିଁ ସ୍କୁଟି ଆଣେ। ଯଦି ଇଏ ଏଡ଼ିକିଟିଏ, ସେକୁ ଖାଇବାକୁ ଦେବ, ଇଏ ଯଦି ଖାଇଥିବ
ଯଦି କୁକୁର କି ଗାଈ କାହାକୁ ମୁଁ ଆଉ ନେଇକି ଅଲଗା ଖାଇବାକୁ ଦେଇଥିଲି ସେ ଗୋଡ଼େଇକି ଯିବ, ମାନେ ଏଭଳିଆ ୟା ଦେହରେ ଯିବନି। ହିଙ୍କୁଟିଆ ପ୍ରକୃତି ସବୁ ଯାକ ତାର। ଅନଉଛି କେମିତି ଆଏ ବାପା ଏମିତି ହେବ। ସିଏ ବିଲେଇଟା କିନ୍ତୁ ନର୍ମାଲ ଥିଲା, ତାକୁ କୁକୁର ମାରିଦେଲା। ସିଏ ଯଦି ୟା ଭଳିଆ ଚାହିଁ ହେଇଥାନ୍ତା ସେ ହୁଏତ ବଞ୍ଚିଥାନ୍ତା। ସେଥିପାଇଁ କହିଛି ଆଜିକାଲି ଦୁନିଆରେ ଯେତିକି ବୁଦ୍ଧି ଖଟେଇକି ଚାଲିବ, ନହେଲେ ଲୋକମାନେ ତୁମକୁ ଠସ୍ ଠସ୍ କରିଦେବେ। ତ ସାଙ୍ଗମାନେ ଇଏ ଥିଲେ ମା, ଦେଖୁନାହାନ୍ତି କେମିତି ଶୋଉଛି। କ'ଣ ଜମା ନାହିଁ, ଜମା। ଆଉ ସବୁବେଳେ ଗୋଟେ ରୋଗ ୟାର ଆସିବ, ଖାଲି ଉପରେ ଖାଲି ଘଷି ହେବ ନହେଲେ ବସିବ। ମୁଁ ଦେହରେ ରୁମ ଲାଗିବ ବୋଲି ମୁଁ ତାକୁ ଜମା କୋଳକୁ ଆଣେନି କି ବସାଏନି। ତେତେ ଖାଲି ରୁମ ଝଡ଼ୁଛି। ବିଲେଇ ରୁମଟା ବହୁତ ମାରାତ୍ମକ, ମାନେ ଦେହ ଖରାପ ହେଇଯିବ। ବିଲେଇ ଜନ୍ତୁ ରଖିବ କିନ୍ତୁ ସତର୍କରେ ରହିବାର ଅଛି।